ହଉ ଠିକ ଅଛି 15 ରୁ 23 25 ହଉ ଠିକ ପକେଇଦେବି। ଅଛି ଭଉଣୀ ହଉ ଠିକ ଅଛି ଅସୁବିଧା କିଛି ନାହିଁ ଧନ୍ୟବାଦ ଭଉଣୀ ଆପଣ ସୁନ୍ଦର ଭାବେ ପାଠ କରି ପ୍ରତ୍ୟେକଙ୍କୁ ଶୁଣି ଦେଇ ଅଛନ୍ତି ଏଇଟା ପ୍ରଭୁଙ୍କର ବାକ୍ୟ ଈଶ୍ୱରଙ୍କ ମୁଖ ନିଶ୍ଚିତ ବାକ୍ୟ ଆପଣ ପାଠ କଲେ ଆମେ ଶୁଣିଲୁ ଏଥିରେ ମଧ୍ୟ ଆମେ ସମସ୍ତେ ଆଶୀର୍ବାଦ ପାଇଛୁ କିନ୍ତୁ ଏ ବାକ୍ୟରୁ ଆମେ କିଛି ଅଂଶ ଶିଖିବାକୁ ଯାଉଛୁ ପ୍ରଭୁ ଆମମାନଙ୍କୁ କଥା କୁହନ୍ତୁ ଏଇ ହିତୋପଦେଶ ଆମେ ପଢୁଛୁ ଏଟା ଅନେକ ଶିକ୍ଷାର ବିଷୟ ରହିଛି ଛୋଟ ବେଳୁ ବାପା ମା ପ୍ରତ୍ୟେକ ପିଲାମାନଙ୍କୁ ହିତୋପଦେଶ ପାଠ କରିବା ପାଇଁ କୁହାଯାଏ ଆମେ ମଧ୍ୟ ଘରେ ଆମ ନିଜ ନିଜର ପିଲାମାନଙ୍କୁ ହିତୋପଦେଶ ପାଠ କରିବା ପାଇଁ ପ୍ରତିଦିନ କହୁ ତମେ ବୁଝ ନ ବୁଝ ପ୍ରଭୁ ଆଶୀର୍ବାଦ କରନ୍ତି କହିବାରୁ ହିତୋପଦେଶକୁ ସମସ୍ତେ ଏକ ନିଜର ବ୍ୟକ୍ତିଗତ ପତ୍ରିକା ବୋଲି ଆମେ ଭାବୁ ଆଉ ପିଲାମାନେ ମଧ୍ୟ ଖ୍ରୀଷ୍ଟୀୟ ପରିବାରରେ ଭାବନ୍ତି ତେଣୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ଜ୍ଞାନୀ ସଲମନ ଦ୍ୱାରା ଲିଖିତ ଶାସ୍ତ୍ରାଂଶର ଆମେମାନେ କିଛି ଆଲୋଚନା କରିବା ହିତୋପଦେଶ ପୁସ୍ତକ ଯଦି ଦେଖିବା ପରମେଶ୍ୱର ମନୁଷ୍ୟ ମାନଙ୍କ ଠାରେ ଅନେକ ଗୁଣ ଦେଖିବାକୁ ଚାହାନ୍ତି କିଛି ଉତ୍ତମ ଦେଖିବାକୁ ଚାହାନ୍ତି କିନ୍ତୁ ମନୁଷ୍ୟ ମାନଙ୍କ ମଧ୍ୟରେ ଈଶ୍ୱର ଚାହୁଁଥିବା ଗୁଣ ବଦଳରେ ପରମେଶ୍ୱର ଅପ୍ରୀତିକର ଗୁଣ ସେ ଯାହା ଘୃଣା କରନ୍ତି ସେ ଗୁଣ ଗୁଡିକ ମନୁଷ୍ୟ ମାନଙ୍କ ମଧ୍ୟରେ ଦେଖାଯାଇଥାଏ ସେଥିପାଇଁ ପରମେଶ୍ୱର ଦୁଃଖିତ ମନୁଷ୍ୟ ଅନେକ ଗୁଣକୁ ନେଇ ଗଠିତ ଆମ ପ୍ରତ୍ୟେକଙ୍କର ଶରୀର ଅଲଗା ଆମମାନଙ୍କର ଜୀବନ ଅଲଗା ଆମ ମାନଙ୍କର ଗୁଣ ମଧ୍ୟ ଅଲଗା ହେଇଥାଏ ଆଉ ପ୍ରଭୁ ସେହିପରି ମଧ୍ୟ ଆମମାନଙ୍କୁ ସୃଷ୍ଟି କରିଛନ୍ତି ଆମର ମୁଖ୍ୟ ଗୁଣ ଅନୁସାରେ ବେଳେ ବେଳେ ଆମକୁ ନାମ ମଧ୍ୟ କୁହାଯାଇଥାଏ ଯିଏ ବେଶୀ ମାନେ ଶରୀରର ରୂପ ଶରୀରର କଲର ଅନୁସାରେ ଢଙ୍ଗ ଅନୁସାରେ ଆମେ ପିଲାମାନଙ୍କୁ ମଧ୍ୟ ଡାକିଥାଉ ବେଶୀ ଯିଏ ଚୋରି କାମ କରେ ଚୋରଟା ସାଙ୍ଗେ ସାଙ୍ଗେ କହିଦେଇଥାଉ ବେଶୀ ଯିଏ କଳା ହେଇଥାଏ ଶାରୀରିକ ଭାବେ ତାକୁ କାଳିଆ ବୋଲି କୁହାଯାଇଥାଏ ଆଉ ଯିଏ ଗେଡା ହେଇଥାଏ ତାକୁ ବାଙ୍ଗରା ମଧ୍ୟ ଆମେ କହିଥାଉ ଆଉ ଯିଏ ବେଶୀ ଡେଙ୍ଗା ହେଇଥାଏ ଡେଙ୍ଗା ମଧ୍ୟ କହିଥାଉ ଯିଏ ମିଛ କହୁଥାଏ ତାକୁ ମିଛୁଆ ବୋଲି କହିଥାଉ ଏହିପରି ମନୁଷ୍ୟର କେତେଟା ଗୁଣ ଅନୁସାରେ ଆମେ ଜଗତର ଲୋକମାନେ ତାକୁ ଆମେ ଉପାଧି ଦେଇଥାଉ ସେଥିରେ ଲୋକମାନେ ଜାଣନ୍ତି ତାର ଏଇ ଗୁଣ ଗୁଡିକ ଟିକେ ଅଧିକ ଥାଏ ପ୍ରଭୁ ଯୀଶୁଙ୍କର ଜୀବନରେ ଦେଖିବା ଆମେ ଯେତେବେଳେ ତାଙ୍କ ଶିଷ୍ୟ ମାନଙ୍କ ଭିତରୁ ଥମା ମଧ୍ୟ ଥିଲେ ସେ ଜଣେ ମହାନ ବ୍ୟକ୍ତି ସେ ବାହାରୁ ଦେଶରୁ ଆସି ଭାରତରେ ଶିକ୍ଷା ପ୍ରଦାନ କରିଥିଲେ ଭାରତରେ ମଧ୍ୟ ଶହୀଦ ହେଇଥିଲେ ପ୍ରଭୁ ଯୀଶୁଙ୍କ ସହିତ ସେ ସାଥେ ଥିଲେ ଅନେକ ଉତ୍ତମ କର୍ମ ମଧ୍ୟ କରିଥିଲେ ମାତ୍ର ଥରେ ସେଇଦିନ ସନ୍ଦେହ କରିଥିବାରୁ ତାହାଙ୍କର ଗୋଟେ ନାମ ଯାହାକି ପ୍ରଭୁ ଯୀଶୁ ତାଙ୍କୁ ଇଚ୍ଛା ଯାହାକି ପ୍ରଭୁ ସେ ସନ୍ଦେହ ଗୁଣକୁ ଇଚ୍ଛା କରୁନଥିଲେ ତାହା ତାଙ୍କ ଜୀବନରେ ଥିଲା ଆଉ ଆଜି ମଧ୍ୟ ସମସ୍ତେ ତାଙ୍କର ସେ ସନ୍ଦେହ ଥିବାରୁ ସମସ୍ତେ ସନ୍ଦେହୀ ଥମା ବୋଲି କୁହାଯାଏ ଆମେ ବେଳେ ବେଳେ ସାଙ୍ଗସାଥି ମାନେ ଯଦି କିଏ ଅବିଶ୍ୱାସ କଥାକୁ ଅବିଶ୍ୱାସ କଲେ ଆମେ କହିଥାଉ ତମେ ଥମାକିରେ ଏଇଭଳି ଶବ୍ଦ ମଧ୍ୟ ଆମେ ବେଳେ ବେଳେ ବ୍ୟବହାର କରିଥାଉ ଏ 2025 ବର୍ଷ ହେଲାଣି ବର୍ତ୍ତମାନ ସୁଦ୍ଧା ତାଙ୍କ ନାମରେ ସେ ପରିବର୍ତ୍ତନ ହେଇନାହିଁ ସେ ସନ୍ଦେହୀ ଥମା ବୋଲି ତାଙ୍କୁ ଆମେ କହିଥାଉ ସେଇ ପ୍ରକାର ପରମେଶ୍ୱର ଚାହୁଁନଥିବା ଗୁଣ ଗୁଡିକ ମନୁଷ୍ୟ ମାନଙ୍କ ମଧ୍ୟରେ ରହିଛି ମୋ ମଧ୍ୟରେ ହଉ ଆପଣ ମାନଙ୍କ ମଧ୍ୟରେ ହଉ ଯାହା ପ୍ରଭୁ ଚାହାନ୍ତି ନାହିଁ ସେପରି ଗୁଣ ଗୁଡିକ ଯୋଡା ଆମ ଜୀବନରେ ମଧ୍ୟ ରହିଛି ଆମ ଅନେକ ଜୀବନ ଆମର ଗୁଣ ଗୁଡିକରୁ ଆମେ ଶରୀର ଭର୍ତ୍ତି ହେଇଛି ପ୍ରେମ କରିବା ଦୟା କରିବା କ୍ଷମା କରିବା ସ୍ନେହ କରିବା ରାଗିବା ମିଛ କଥା କହିବା ଆନନ୍ଦ ହେବା ଏସବୁ ଗୋଟେ ଗୁଣ ଗୁଡିକ ପ୍ରଭୁ କାହାକୁ କାହା ଜୀବନରେ ଦେଇଛନ୍ତି ଆଉ ପ୍ରଭୁ କେତେଟା ଗୁଣ ଗୁଡିକ ଇଚ୍ଛା କରନ୍ତି ଆଉ ପ୍ରଭୁ କେତେଟା ଗୁଣ ଗୁଡିକ ମଧ୍ୟ ଇଚ୍ଛା କରନ୍ତି ନାହିଁ ଆମ ଜୀବନରେ ଆମେ ନିଜ ନିଜ ଭିତରେ ଥିବା ବିଭିନ୍ନ ଗୁଣ ଗୁଡିକ ଜାଣିଅଛୁ ନିଜକୁ ନିଜେ ଆମେ ଚିହ୍ନିଛୁ ଆମ ଜୀବନରେ କୋଉଟା ଗୁଣ ଗୁଡିକ ଅଛି କିନ୍ତୁ ବେଳେ ବେଳେ ଆମେ ସମୀକ୍ଷା କରିନଥାଉ କୋଉଟା ଉତ୍ତମ ଗୁଣ ଈଶ୍ୱରଙ୍କ ଦୃଷ୍ଟିରେ ଆମ ଦୃଷ୍ଟିରେ ତ ଆମକୁ ସବୁ ଠିକ ଲାଗିବ କିନ୍ତୁ ଆମେ ପ୍ରଭୁ ବିଶ୍ୱାସ ହିସାବରେ ଆମେ ବେଳେ ବେଳେ ସମୀକ୍ଷା କରିନଥାଉ ଈଶ୍ୱରଙ୍କ ଦୃଷ୍ଟିରେ କଣ ଖରାପ ଆଉ କଣ ଉତ୍ତମ ଭଲ ଆଉ ମନ୍ଦ ଜାଣିବା ଜ୍ଞାନ ମନୁଷ୍ୟକୁ ଈଶ୍ୱର ଦେଇଛନ୍ତି ଆଉ ଆମମାନଙ୍କୁ ମଧ୍ୟ ସେଇ ଜ୍ଞାନ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି ଆମମାନେ କିନ୍ତୁ ଆମମାନଙ୍କ ଜୀବନରେ ଥିବା ଗୁଣ ଗୁଡିକ ଆମେ ସମୀକ୍ଷା କରିନଥାଉ ଆମେ ଯେଉଁ ବଂଶରେ ପଢିଛୁ ଏଥିରେ କେତେଟା ଗୁଣ ବିଷୟ ଲେଖାଯାଏ ଯାହା ଈଶ୍ୱର ଘୃଣା କରନ୍ତି ଆମ ଜୀବନରେ ଯେଉଁ ଗୁଣ ଗୁଡାକ ଅଛି ତାହା ମଧ୍ୟ ଈଶ୍ୱରଙ୍କ ଦୃଷ୍ଟିରୁ ଆମେ ଘୃଣ୍ୟ କିନ୍ତୁ ଆମେ ଜାଣି ପାରିନଥାଉ ଆମେ ଈଶ୍ୱରଙ୍କର ସନ୍ତୋଷ ଭାଜନ ବୋଲି ଆମେ ଭାବିଥାଉ ପରମେଶ୍ୱର ଆମ ଜୀବନରେ କେଉଁ ଗୁଣ ଗୁଡାକ ଦେଖିବାକୁ ଚାହାନ୍ତି ଆମମାନେ ପରମେଶ୍ୱରଙ୍କର କିପରି ପ୍ରିୟ ପାତ୍ର ହେଇପାରିବା ପ୍ରଭୁ ବାକ୍ୟରେ ଆମମାନଙ୍କୁ କହିଅଛନ୍ତି ଆମେ ପରମେଶ୍ୱରଙ୍କର ସନ୍ତୋଷ ଭାଜନ ହେବା ନିମନ୍ତେ କେଉଁ ଗୁଣ ଗୁଡିକ ଆମେ ଆମ ଜୀବନରେ ଗ୍ରହଣ କରିବା ତାହା ଜାଣିଛୁ
କିନ୍ତୁ ଶାରୀରିକ ମନୁଷ୍ୟ ହିସାବରେ ଆମମାନଙ୍କର ଅବାଧ୍ୟତା ଗୋଟେ ଗୁଣ, ଏଇ ଗୁଣ ହିସାବରେ ମଧ୍ୟ ଆମେ ତାହା କରିପାରିନଥାଉ। ପ୍ରଭୁ ଆମମାନଙ୍କୁ କ୍ଷମା କରନ୍ତୁ, ଆଜି ପର୍ଯ୍ୟନ୍ତ ସଂଶୋଧନ କରି ଆମମାନଙ୍କର ଗୁଣ ଅନୁସାରେ ଦଣ୍ଡ ଦୁଃଖ ନ ଦେଇ ଏଇ ପର୍ଯ୍ୟନ୍ତ ପ୍ରଭୁ ଆମମାନଙ୍କୁ କଢେଇ ଆଣିଛନ୍ତି। ଆଜି ଆମେ ଯେଉଁ ଉପଦେଶ 12 ପର୍ବ 15ରୁ 23 ପାଠ କଲୁ, ସେଥିରେ ଏଇ ଦିଟା ପଦରେ ଆମେ ଦେଖିବା 19 ପଦ। ଭଉଣୀ କିଏ ପଢିଲେ? ଗୋଟେ 19 ପଦ ପଢିବେ, 22 ପଦ ଟିକେ ପଢିବେ ଆଉ ଥରେ। ସତ୍ୟବାଦୀ ଅଷ୍ଟ ଦ୍ୱିତୀୟ ସ୍ଥାୟୀ ହେବ, ମାତ୍ର ମିଥ୍ୟାବାଦୀ ଯିହା ପଲକ ମାତ୍ର। ମିଥ୍ୟାବାଦୀ ଅଷ୍ଟ ସଦାପ୍ରଭୁଙ୍କର ଘୃଣା ବିଷୟ, ମାତ୍ର ଯେଉଁମାନେ ସତ୍ୟ ବ୍ୟବହାର କରନ୍ତି ସେମାନେ ତାହାଙ୍କର ତୁଷ୍ଟିକର। ଧନ୍ୟବାଦ। ଆମେ 19 ପଦରେ 22 ପଦରେ ଦିଟା ଶବ୍ଦ ଦେଖିଲୁ। ମିଥ୍ୟାବାଦୀ ଲେଖାଯାଇଛି 19 ପଦ ଅଂଶରେ ମିଥ୍ୟାବାଦୀ ଜିଭା ପଲକ ମାତ୍ର। ପୁଣି 22 ପଦରେ ଲେଖାଯାଏ ମିଥ୍ୟାବାଦୀ ଓଷ୍ଠ ସଦାପ୍ରଭୁଙ୍କ ଘୃଣା ବିଷୟ। ଦେଖନ୍ତୁ, ପ୍ରଥମେ ଲେଖାଗଲା ମିଥ୍ୟାବାଦୀ ଜିଭା ପଲକ ମାତ୍ର। ଆମର କିଛି ଆଲୋଚନା, ଏ ବାକ୍ୟ ସରିଲା ପରେ ଆମେ କେତେଟା ପ୍ରଶ୍ନ ଉତ୍ତର ମଧ୍ୟ ଆଲୋଚନା କରିବା। ସେଥିପାଇଁ ଟିକେ ମନ ଧ୍ୟାନ ଦେଇକି ଆମେ ଶୁଣିବା। ଖାଲି ଶୁଣିବାକୁ ନାହିଁ, ଆମ ଜୀବନରେ ମଧ୍ୟ ଗ୍ରହଣ କରିବାକୁ ଚେଷ୍ଟା କରିବା। 19 ପଦରେ ଲେଖାଗଲା ମିଥ୍ୟାବାଦୀ ଜିଭା ପଲକ ମାତ୍ର। 22 ପଦରେ ଲେଖାଗଲା ମିଥ୍ୟାବାଦୀ ଓଷ୍ଠ ସଦାପ୍ରଭୁଙ୍କ ଘୃଣା ବିଷୟ। ଦେଖନ୍ତୁ, ଆମେ ଏଇ ମିଛ କଥାକୁ, ଏଠାରେ ଗୋଟେ ଶବ୍ଦ ଦେଖିଲୁ ମିଥ୍ୟାବାଦୀ। ଆଜି ଆମେ ଏଇ ମିଥ୍ୟାବାଦୀ ଓଷ୍ଠ ବିଷୟରେ ଆଲୋଚନା ହିଁ କରିବା। ପରମେଶ୍ୱର ମିଥ୍ୟାକୁ ଘୃଣା କରନ୍ତି। ପ୍ରତ୍ୟେକ ମନୁଷ୍ୟର ପତନରେ ମିଥ୍ୟା ମଧ୍ୟ ରହିଛି। ଆମର ବାଇବଲରେ ଯଦି ଅନେକ ଦେଖୁ, ମିଥ୍ୟା ଦ୍ୱାରା ଅନେକ ଲୋକ ମଧ୍ୟ ପତନ ହେଇଛନ୍ତି। ମିଥ୍ୟା ହିଁ ପତନ ଆଡକୁ ଟାଣି ନେଇଥାଏ। ଏହା ଶୟତାନର ଗୋଟେ ବଡ ଅସ୍ତ୍ର ଅଟେ। ଖ୍ରୀଷ୍ଟୀୟ ଜୀବନରେ, ଆମେ ବିଶ୍ୱାସୀ ଜୀବନରେ ଯେପରି ପ୍ରାର୍ଥନା ଗୋଟିଏ ଭଲ ବଡ ଅସ୍ତ୍ର, ଆଉ ଶୟତାନର ଗୋଟେ ବଡ ଅସ୍ତ୍ର ହେଲା ମିଥ୍ୟା। ସେ ମିଥ୍ୟାକୁ ବ୍ୟବହାର କରି ସମସ୍ତ କାର୍ଯ୍ୟକୁ ସେ ସମ୍ଭବ କରିପାରେ। କାରଣ ଶୟତାନ ମିଥ୍ୟାର ଆଶ୍ରୟ ନେଇ ହବାକୁ ପ୍ରଥମ ପାପ କରେଇଥିଲା। ତାହା କିପରି? ଶୟତାନ ପ୍ରଥମେ ଜଗତରେ ମିଥ୍ୟା ରୂପକ ପାପକୁ ପ୍ରବେଶ କରେଇଥିଲା, ଯାହାକି ଆମେ ଆଦି ପୁସ୍ତକର 3 ପର୍ବ 1ରୁ 6 ପଦ ପାଠ କରିବା। ଆମେ ପାଠ ତ କରିବା ନାହିଁ, ଆମେ ଜାଣିଛୁ ଆଦି ପୁସ୍ତକରେ ଆଦମ ହେବା କଥା ଲେଖାଯାଇଛି। କିନ୍ତୁ ଯଦି ଆପଣ ମାନେ ଲେଖିକି ରଖିବାକୁ ଚାହାନ୍ତି, ଆଦି ପୁସ୍ତକ 3 ପର୍ବ 1ରୁ 6 ପଦ, ଶୟତାନ କିପରି ମିଥ୍ୟାର ଅସ୍ତ୍ରକୁ ବ୍ୟବହାର କରି ଆଦମ ହବାକୁ ପାପରେ ପକେଇଦେଲା। ପ୍ରଥମ ମିଛ କଥାର ପାପ ଆସିଛି ଜଗତକୁ। ମିଥ୍ୟା ଶବ୍ଦ, ମିଥ୍ୟା ଦ୍ୱାରା ଶୟତାନ ପାପରେ ଏମାନଙ୍କୁ ପତନରେ ପକେଇ ଦେଇଛି। ମିଥ୍ୟାର ଅସ୍ତ୍ରକୁ ବ୍ୟବହାର କରି ସେ ଜାଣିଥିଲା ପରମେଶ୍ୱର ଆଦମ ହବାକୁ କହିଅଛନ୍ତି, ଏଇ ଏଦନ ଉଦ୍ୟାନର ପ୍ରତ୍ୟେକ ଫଳ ସ୍ୱଚ୍ଛନ୍ଦରେ ଖାଇବ, ଭୋଜନ କରିବ, ମାତ୍ର ଏଇ ସ୍ୱଚ୍ଛ ବୃକ୍ଷର ଫଳ ଖାଇବ ନାହିଁ କି ଛୁଇଁବ ନାହିଁ। ଏହା ପରମେଶ୍ୱର ଆଦମକୁ କହିଛନ୍ତି। ଶୟତାନ ତାହା ଭଲ କି ଜାଣିଛି। ହବା ମଧ୍ୟ ତାହା ଜାଣିଛି, ସ୍ୱାମୀଙ୍କ ଠାରୁ ଶୁଣି ସେ ମଧ୍ୟ ହବା ଜାଣିଛି। କିନ୍ତୁ ଶୟତାନ ସେ କଣ କରି ତାର ସେଇ ଅସ୍ତ୍ରକୁ ବ୍ୟବହାର କରେ। ପ୍ରଥମେ ସେ ଅସ୍ତ୍ରକୁ ବ୍ୟବହାର କରି ହବାକୁ କଣ କହୁଛି, ଆଗ ଏକି ସତ୍ୟ, କି ସୁନ୍ଦର ଭାବେ କହିଛି। ସେ ତନ୍ଦ୍ରାରେ କହି ନାହିଁ, କ୍ରୋଧରେ କହି ନାହିଁ, ଅତି ସୁନ୍ଦର ଭାବେ ସେ କହିଛି, ଆଗ ଏକି ସତ୍ୟ, ଉଦ୍ୟାନର ବୃକ୍ଷର ଫଳ କି ଭୋଜନ କରିବାକୁ ପରମେଶ୍ୱର ତୁମକୁ ନିଷେଧ କରିଅଛନ୍ତି। ପ୍ରଶ୍ନ କରିଛି, ପ୍ରଶ୍ନ ଚିହ୍ନ ବାକ୍ୟରେ ଲେଖାଯାଏ। ଆପଣ ମାନେ ପଢିବେ 3 ପର୍ବ 1ରୁ 6 ପଦରେ। ସେ ସତ କଥା ସବୁ ଜାଣିକି ମଧ୍ୟ ମିଥ୍ୟାର ଆଶ୍ରୟ ନେଇ ତାକୁ ସେ କଣ କରିଛି, ପାପରେ ପକେଇ ଅଛି। ଦ୍ୱିତୀୟ ମିଥ୍ୟା ହେଲା, ତୁମ୍ଭେ କୌଣସି ପ୍ରକାରେ ମରିବ ନାହିଁ, ବରଂ ତୁମ୍ଭେ ଯଦି ଏଇ ବୃକ୍ଷର ଫଳ ଭୋଜନ କରିବ, ତେବେ ତୁମେ ପରମେଶ୍ୱରଙ୍କ ତୁଲ୍ୟ ହେବ। ପୁଣି ଶୟତାନ ମିଥ୍ୟାର ଆଶ୍ରୟ ନେଇ ମିଥ୍ୟାକୁ ଅସ୍ତ୍ର କରିଥିଲା, ତାପରେ ପାପରେ ପତନ କରେଇଥିଲା। ଆମେ ଏଇ ମିଛ କଥାକୁ ଯଦି ସାଧାରଣ ଭାବିଛୁ, ମୋର ପ୍ରିୟ ମାନେ, ଏହା ସାଧାରଣ ନୁହେଁ। ପ୍ରଥମେ ଏଇ ଜଗତକୁ ମିଥ୍ୟା ଦ୍ୱାରା ପାପ ପ୍ରବେଶ କରିଅଛି। ଶୟତାନ ଆଦମ ହବାଙ୍କୁ ପ୍ରଥମେ ପକାଇଛି। ଆମେ ଆଦମ ହବାଙ୍କର ସନ୍ତାନ, ସେଥିରେ ମଧ୍ୟ ଆମେ ସେଥିପାଇଁ ଅଭିଶପ୍ତ ହଉଛୁ। ଆଉ ଆମେ ଜାଣି ରଖୁ ଯେ ଏଇ ମିଥ୍ୟା ଗୋଟେ ଶୟତାନର ଘୃଣାର ବିଷୟ। ପ୍ରଥମରେ ଆମେ ପଢିଲୁ, ତାହା ଗୋଟେ ଈଶ୍ୱରଙ୍କର ଘୃଣାର ବିଷୟ। ଯୋହନ 8 ପର୍ବ 44 ପଦରେ ଲେଖାଯାଏ, ଯେଉଁମାନେ ମିଥ୍ୟା କହନ୍ତି, ବହୁତ ମିଥ୍ୟା କହୁଥିବା ଲୋକମାନେ, ଯାହାର ଅଭ୍ୟାସ, ସେମାନେ ପାଟି ଆଁ କଲ ମାତ୍ରକେ ସେମାନଙ୍କର ମିଥ୍ୟା କଥା ବାହାରେ। ପ୍ରତି କଥାରେ ସେମାନେ ମିଛ କଥା କହନ୍ତି। ଆଉ ସେମାନଙ୍କୁ କୁହାଯାଉ, ଯୋଉମାନେ ସର୍ବଦା ମିଛ କଥା କହନ୍ତି, ଯୋଉମାନେ ମିଥ୍ୟା କଥା କହନ୍ତି, ସେମାନଙ୍କର ପିତା ହେଲା ଶୟତାନ।
जो माने मिथ्या कथा कहती से मानकर पिता हेले शैतान मन रखंतु शैतान से मानकर पिता जगतर पिता मानकर घरे अछंती सत किंतु आत्मिक जीवन रे विश्वासी जीवन रे जदि आमे मिछ कहूचु तेबे शैतान आमानकर पिता अटंती जदि आमे मिछर आश्रय नउचु प्रति कथारे जो माने मिथ्यार अवश्यक नथिले मध्य अनेक मनुष्यक जीवन रे मिथ्यार आश्रय नियंती आमाने मु हो आपण माने हो सेवक हो प्रचारक हो पालक कि साधारण विश्वासी हो कि मंडलीर भार प्राप्त हूँ जदि से मिथ्या को व्यवहार कर पिता है शैतान जे भी वाक्य लेखा अनुसार जो माने मिथ्यार आश्रय नियंती पिता है शैतान जिहोवा परमेश्वर तांकर पिता नुहंती पिता शैतान अटंती ताहा वाक्य लिखा जाए जोहन 8 पर्व 44 पद अनुसार आपण माने घरे पाठ करिवे सीमित समय मध्य मु पढ़िबा पई चाहू नै जोहन 8 पर्व 44 अनुसार तांकर पिता शैतान अटंती ताहा लिखा जाइछि कहार पिता जो माने मिथ्यार आश्रय नियंती शैतान सर्वदा चाहिए विश्वासी माने मिथ्यार आश्रय नियंतु मिथ्या भविष्यत वाक्य करंतु मिथ्यारे प्रचार करंतु मिथ्या कहि लोक मानकु आचंबित करंतु मिथ्यारे सुस्थता करंतु यह शैतानर इच्छा तार इच्छा को लोक माने मध्य पूर्ण करूछंती जो माने ताहार संतान जो माने शैतानर संतान माने से माने मिथ्यार आश्रय नै सुस्थता करंतु भाववाणी भी कहंतु आश्चर्य कार्य मते देखांतु से मानकर पिता तांकर पितांकर कथा अनुसार से माने चलंती आमाने ताहा नहु किंतु अनेक लोकन कथा एठी हम कह जाउछु आमानकर ता जोहन ए जो 8 पर्व 44 पदर तळको लिखा जाए से आद्यरु नरघातक शैतान नरघातक आ ताठारे सत्य रहे नाही से मिथ्यावादीर पिता से ताठारे उत्तम विषय किछि नाही मिथ्या ही मिथ्या आ जो मनुष्य माने तार आश्रय नियंती से माने ठीक तांको पितांक भली होंती आवश्यक न थाई मध्य मिछ कथा कहि लोक मानकु आकर्षण करंती छोट हो बड़ मिछ कथा हेउतु हो मिछ मिछ ही मिछ जेते मिथ्यावादी मान अछंती शैतान तांकर पिता तेबे मिथ्या कोन अटे मिथ्या कोन प्रिय माने ए शब्दर उत्तर सरल भाव जदि आमे आलोचना करिबा आमे जगत रे वास करूछु अनेक ख्रीष्ट विश्वासी माने रहिछु आमे समस्त को कहून किछि लोक मान कथा कह जाउछि जगत रे बंचिबाकू जे मिथ्यार आश्रय नेबाकू पड़िबो सेमति किछि नाही प्रत्येक कथारे जे मिथ्या द्वारा आमे बंचिबा ताहा नुहे प्रभु तो मिथ्या को घृणा करिसंती आमे ताहा जानिबा ताहार आश्रय बा काहे कि नेबा मिथ्या कौन अटे तार जदि सरल भाषा में देखा प्रकृत कथा को प्रकृत सत्य कथा को गोपन रखी अन्य कथा को प्रकाश करवा मिथ्या माने सत्य कथा को लुचेई अन्य कथा तार विपरीत कथा को कहवा ही मिथ्या आ गोटे जदि आलोचना करबा मिथ्या कौन मनुष्यर जे कौन उत्तम बा चरित्र विषय भूल तथ्य दे ता विषय भूल धारणा सृष्टि करवा ही मिथ्या गोटे भल मनुष्य भल काम करिछि किंतु तार मंद विषय आमे तार नाम रे कहिबा सेटा हला मिथ्या भल विषय को लुचेई की रखिबा लुचेई की रखि विपरीत विषय कहिबा ही मिथ्या तेनु प्रिय माने मनुष्यर एडा ही गुण मनुष्यर केतरा स्वभाव अछि भल मनुष्यर भल काम देखि पारंती नाही एटा भी गोटे जन्मगत स्वभाव किंतु मिथ्या कथार गुण को जे आलोचना करूछु प्रत्येक कथा को गोपन करी रखी अन्य कथा को प्रकाश करबा ही मिथ्या अटे आ गोटे मिथ्या को देखा मिथ्या शैतान रो एक स्वभाव अटे शैतान रो स्वभाव अटे मिथ्या आ मिथ्या गोटे मंद कार्यर मूल अटे हमर प्रेरित 5 पर्व 3 पदरे जदि आमे हनानिय सफीर मान कथा देखा आमे समस्ते गोप जानिचु प्रेरित 5 पर्व 3 पदरे लिखा जाए हनानिय सफीरांक विषय मने पकेबा से माने संपत्ति बिक्री कले किंतु से माने मिथ्यार आश्रय नेले आउ तांकर जीवन कौन है आपण माने जानिछंती मिथ्या को आमे दीटा अक्षर विशिष्ट शब्द को आमे साधारण भाबू मोर प्रिय भाई भौणी माने किंतु वाक्य को जदि आमे देखिबा मिथ्या विषय एते जगह लिखा जाय मिथ्या विषय 5 पर्व 3 पद प्रेरित 5 पर्व 3 पद पाठ करिबे ना खाली आलोचना करिबा हनानिय सफीरा विषय मने पकेबा से माने संपत्ति बिक्री कले मिथ्या कथा कही से मानकर अवस्था कौन है पुणी द्वितीय थेसलोनिकी 2 पर्व 9 पद 9 पर्व 11 पर्व द्वितीय थेसलोनिकी 2 पर्व 9 पद 11 पद ए 3 पद भितर मध्य
ମିଥ୍ୟା ବିଷୟରେ ଅଧିକ ଆଲୋଚନା କରାଯାଇଛି। ଭଣ୍ଡ ଖ୍ରୀଷ୍ଟ ପ୍ରକାଶିତ ହେବ, ତାର ଶକ୍ତି ଅସ୍ତ୍ର ଏହି ମିଥ୍ୟା ଅଟେ। ଏ ଆଗାମୀ ଦିନରେ ଯେଉଁ ଭଣ୍ଡ ଖ୍ରୀଷ୍ଟ ପ୍ରକାଶିତ ହେବ, ତାର ଶକ୍ତି ଅସ୍ତ୍ର ଏହି ମିଥ୍ୟା ଦ୍ୱାରା ସେ ମିଥ୍ୟା ଅସ୍ତ୍ରକୁ ବ୍ୟବହାର କରି ଲୋକମାନଙ୍କୁ ସେ ଭ୍ରଷ୍ଟ କରିବ। ତାହା ଦ୍ୱିତୀୟ ଥେସଲୋନିକି 2 ପର୍ବ 9 ପଦରୁ 11 ପଦ ମଧ୍ୟ ଲେଖାଯାଇଛି। ପୁନର୍ବାର ଲେଖାଯାଏ, ପ୍ରକାଶିତ 12 ପର୍ବ 9 ପଦରେ ଲେଖାଯାଏ, ଶୟତାନ ସର୍ବଜଗତର ପ୍ରବଞ୍ଚକ। ଦେଖନ୍ତୁ, ସର୍ବଜଗତର ପ୍ରବଞ୍ଚକ, ପ୍ରବଞ୍ଚକ ଅର୍ଥ ମିଥ୍ୟାବାଦୀ, ଠକ ମିଥ୍ୟାବାଦୀ। ପ୍ରକାଶିତ 12 ପର୍ବ 9 ପଦରେ ଲେଖାଯାଏ, ଆଉ ଯେ ମିଥ୍ୟାର ଆଶ୍ରୟ ନିଏ ସେ ଶୟତାନର ଦାସ ମଧ୍ୟ ଅଟନ୍ତି। ଆମେ ଶୟତାନର ଦାସ କାହିଁକି ହେବା? ଆମେ ଈଶ୍ୱରଙ୍କ ଦାସ ଦାସୀ। ଯଦି ଆମେ ମିଥ୍ୟାର ଆଶ୍ରୟ ନେଉଛୁ ମୋର ପ୍ରିୟ ମଣ୍ଡଳୀ, ତେବେ ଆମେ ଶୟତାନର ହିଁ ଦାସ। ଶୟତାନକୁ ଆମେ ଘୃଣା କରୁଛୁ, କିନ୍ତୁ ତାର ଦାସ ହଉଛୁ ଏହି ମିଥ୍ୟା କଥାକୁ ପ୍ରକାଶ କରିବା ଦ୍ୱାରା। ତାହା ପ୍ରକାଶିତ 12 ପର୍ବରେ 9 ପଦରେ ଲେଖାଯାଏ, ଯୋଉମାନେ ଶୟତାନର ଦାସ ସେମାନେ ମିଥ୍ୟାବାଦୀ। ଏଫେସିୟ 4 ପର୍ବ 25 ପଦରେ ମଧ୍ୟ ଲେଖାଯାଏ, ଆମକୁ ନିର୍ଦ୍ଦେଶ ଦିଆଯାଇଛି ପ୍ରତିବାସୀ ସହିତ ମିଥ୍ୟା ଆଳାପ କର ନାହିଁ। ପ୍ରତିବାସୀ ସହିତ ଆମେ ଯଦି ମିଥ୍ୟା ଆଳାପ କରୁଛୁ ତାହା ମଧ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ଘୃଣ୍ୟ। ଆମେ ପ୍ରତିବାସୀ ସହିତ ଆମେ ମିଥ୍ୟାକୁ ପରିତ୍ୟାଗ କରିବା। କେତେ କଷ୍ଟ ହଉ, ସମ୍ପର୍କ ଭାଙ୍ଗିଯାଉ, ମାତ୍ର ମିଥ୍ୟାର ଆଶ୍ରୟ ନ ନଉ। ଏଫେସିୟ 4 ପର୍ବ 25 ପଦ ଯଦି ଆପଣ ମାନେ ପାଠ କରିବେ, ମିଛ କଥା କହିବାର ଫଳାଫଳ କଣ ଅଛି। ପୁଣି ଗୀତ ସଂହିତା 119 ପର୍ବ 69 ପର୍ବରେ ମଧ୍ୟ ଲେଖାଯାଏ, ଅହଙ୍କାରୀ ମାନେ ମୋ ବିରୁଦ୍ଧରେ ମିଥ୍ୟା କଳ୍ପନା କରିଅଛନ୍ତି। ଭକ୍ତ ଦାଉଦ ତାହା ଲେଖନ୍ତି, ଅହଙ୍କାରୀ ମାନେ ମିଥ୍ୟା କଥାରେ ତାଙ୍କର ଅନେକ ବିଷୟ ତାଙ୍କ ବିରୁଦ୍ଧରେ କହିଅଛନ୍ତି। କେବଳ ଅହଙ୍କାରୀ ମାନେ ମିଥ୍ୟା କଥା କଳ୍ପନା କରନ୍ତି। ଯିଏ ଯାହାକୁ ଭଲ ପାଉନଥାଏ, ଗୋଟେ ମନୁଷ୍ୟକୁ ଯୋଉମାନେ ଘୃଣା କରୁଥାନ୍ତି ସେମାନେ ମିଥ୍ୟା କଳ୍ପନା କରିଥାନ୍ତି। ବାକ୍ୟରେ ଲେଖିବା ଅନୁସାରେ ଗୀତ ସଂହିତା 119 ପର୍ବ 69 ପଦରେ ଲେଖାଯାଏ, ଅହଙ୍କାରୀ ମାନେ ମିଥ୍ୟା କଥା କଳ୍ପନା କରନ୍ତି। ତେଣୁ ସତର୍କରେ ଆବଶ୍ୟକ, ଆମେ ସତର୍କତାର ଆବଶ୍ୟକ ରହିଛି। ଯେତେବେଳେ ଇସ୍ରାଏଲ ଲୋକମାନେ ମିଶ୍ର ଦେଶରୁ ବାହାରି ଆସିଲେ, ସେଇ ସମୟରେ କଣ ହେଇଥିଲା? ଯାତ୍ରା 23 ପର୍ବ 7 ପଦରେ କିଏ ଗୋଟେ ପଢିବେ କି ଭଉଣୀ? ଗୋଟେ ଯାତ୍ରା 23 ପର୍ବ 7 ପଦ। କିଏ ପାଠ କରୁଛନ୍ତି ନା ମୁଁ ପଢିବି? ଯାତ୍ରା 23 ପର୍ବ 7 ପଦରେ ଲେଖାଯାଏ, ମିଥ୍ୟା ପଢିବେ କି? ପଢନ୍ତୁ। ମିଥ୍ୟା ବିଷୟକୁ ଦୂରରେ ରଖ, ପୁଣି ନିର୍ଦ୍ଦୋଷ ଧାର୍ମିକକୁ ନଷ୍ଟ କର ନାହିଁ, ଯେହେତୁ ଆମ୍ଭେ ଦୁଷ୍ଟକୁ ମୁଖ ନିଃସୃତ ବାକ୍ୟ। ଏଟା କୌଣସି ମହାପୁରୁଷ କହିନାହାନ୍ତି, ଏଟା କୌଣସି ବୈଜ୍ଞାନିକ କହିନାହାନ୍ତି, ଏଟା ଈଶ୍ୱରଙ୍କର ମୁଖ ନିଃସୃତ ବାକ୍ୟ। ମିଥ୍ୟା ବିଷୟରୁ ଆପଣଙ୍କୁ ଦୂର ରଖ। ଆମେ ଛୋଟ ଛୋଟ ବିଷୟ ସମସ୍ୟା ହେଲେ ଆମେ ମୋର ପ୍ରିୟ ମାନେ କଣ କରୁଛୁ? ମିଥ୍ୟାର ଆଶ୍ରୟ ନଉଛୁ। କିନ୍ତୁ ପରମେଶ୍ୱରଙ୍କ ବାକ୍ୟ ଆମକୁ କହେ ମିଥ୍ୟା ଠାରୁ ଆପଣଙ୍କୁ ଦୂର ରଖ, କାରଣ ତାହା ଅନିଷ୍ଟର ମୂଳ ଅଟେ, ପତନର କାରଣ ଅଟେ। ମିଥ୍ୟାକୁ ଆପଣ ଠାରୁ ଦୂରରେ ରଖିବା, ଜାଗ୍ରତ ହେବାକୁ ପଡିବ। କାରଣ ବେଳେ ବେଳେ ଅଜ୍ଞାତ ଭାବେ ଆମେ ମିଥ୍ୟା କଥା ବାହାରି ଆସିଥାଏ। ଅଜ୍ଞାତ ଭାବେ ବେଳେ ବେଳେ ଜ୍ଞାତ ସାରରେ ବି ହେଇଥାଏ, ଆଉ ବେଳେ ବେଳେ ଅଜ୍ଞାତ ସାରରେ ମଧ୍ୟ ଆମେ ମିଥ୍ୟାର ଆଶ୍ରୟ ନେଇଥାଉ। ନିଜକୁ ଅଳ୍ପ ସମୟ ପାଇଁ ବଞ୍ଚିବା ପାଇଁ ମିଥ୍ୟାର ଆଶ୍ରୟ ନେଇଥାଉ, ମାତ୍ର ତାହା ଈଶ୍ୱରଙ୍କ ଦୃଷ୍ଟିରେ ଘୃଣ୍ୟ। ମିଥ୍ୟା ଠାରୁ ଆପଣଙ୍କୁ ଦୂର ରଖ ବୋଲି ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ପ୍ରକାଶ କରେ, କିନ୍ତୁ ଆମେ ଟିକେ ଟିକେ ନିଜ ଜୀବନକୁ ବଞ୍ଚେଇବା ପାଇଁ ଆମେ ତାହାର ଆଶ୍ରୟ ନେଇଥାଉ। ତାହା ଆଜି ବାକ୍ୟ ଆମମାନଙ୍କୁ ଏଠି କଥା କହେ ଯେ ତାହାର ଆଶ୍ରୟ ଆମେ ନେବା ନାହିଁ। ମୋର ପ୍ରିୟ ମଣ୍ଡଳୀ ମାନେ, ସେଥିପାଇଁ ପରମେଶ୍ୱର ଦୁଃଖିତ, କ୍ରୋଧିତ ମଧ୍ୟ ହେବେ, ଦୁଃଖିତ ବି ହେବେ, ଅସନ୍ତୋଷ ବି ହେବେ, କ୍ରୋଧିତ ହେବେ। ଈଶ୍ୱରଙ୍କର କ୍ରୋଧ ବି ମନୁଷ୍ୟ ପ୍ରତି ଆସିଥାଏ। ଈଶ୍ୱର ପ୍ରେମ କରନ୍ତି, ଦୟା ବି କରନ୍ତି, କ୍ରୋଧ ବି ପ୍ରକାଶ କରନ୍ତି। ତେଣୁ ଈଶ୍ୱରଙ୍କର କ୍ରୋଧର ପାତ୍ର ନ ହେବା ପାଇଁ ଆମମାନେ ମିଥ୍ୟାର ଆଶ୍ରୟ ନେବା ନାହିଁ। ଆଉ ତାହା ମଧ୍ୟ ଯାକୁବ 3 ପର୍ବ 14 ପଦରେ ଲେଖାଯାଏ। ଆମେ ପାଠ କରିବା ନାହିଁ, ଆମେ ଯଦି ଆପଣ ମାନେ ଲେଖିଥିବେ ଯାକୁବ 3 ପର୍ବ 14 ପଦରେ ମଧ୍ୟ ଲେଖାଯାଏ, ତିକ୍ତ ବନ୍ଧନରୁ ମୁକ୍ତ ପାଇବା ପାଇଁ ଯୀଶୁଙ୍କ ରକ୍ତରେ ପରିଷ୍କାର ହେବାର ଆବଶ୍ୟକ, ଆଉ ପ୍ରାର୍ଥନା କରିବାର ଆବଶ୍ୟକ। ଏଇ ତିକ୍ତ ଜୀବନରୁ, ଏଇ ମିଥ୍ୟା ଜୀବନରୁ ଆମେ ପରିଷ୍କାର ହେବା ନିମନ୍ତେ ଆମମାନଙ୍କର ପ୍ରାର୍ଥନାର ଆବଶ୍ୟକ। ଆମେ କେବଳ ଚୋରି କରିବା, ବ୍ୟଭିଚାର କରିବା, ଠକ କରିବା, ଏଇଭଳିଆ ଯେ ଗୋଟେ ପାପ, ତାହା ନୁହେଁ।
ମିଥ୍ୟା ମଧ୍ୟ ଏକ ସାଂଘାତିକ ପାପ। ତେଣୁ ଏଇ ପାପରୁ ଉଦ୍ଧାର ହେବା ପାଇଁ, ରକ୍ଷା ହେବା ପାଇଁ ଆମମାନେ ନିଜକୁ ମଧ୍ୟ ପ୍ରାର୍ଥନା କରିବା, ପ୍ରଭୁ ମତେ ମିଥ୍ୟାବାଦୀ ଓଷ୍ଠରୁ ମତେ ରକ୍ଷା କର ବୋଲି। ଆମେ ଖ୍ରୀଷ୍ଟଙ୍କ ଦ୍ୱାରା ନୂତନୀକୃତ ହୋଇଥିବା ବିଶ୍ୱାସୀ ସ୍ୱଭାବକୁ ଆମ ଜୀବନରେ ଗ୍ରହଣ କରୁ। ମିଥ୍ୟା କଥା ପରମେଶ୍ୱରଙ୍କର ଘୃଣାର ବିଷୟ। ଆମେ ପ୍ରେରିତ ପାଳକ ଯେକୌଣସି ବ୍ୟକ୍ତିଙ୍କ ସମ୍ମୁଖରେ ମିଛ କହିବା ଅର୍ଥ ସମ୍ମୁଖରେ ଆମେ ଦେଖୁଛୁ କଲୋସିୟ 3:9-10 ମଧ୍ୟ ଲେଖାଯାଏ, କୌଣସି ସମୟରେ ପ୍ରେରିତ ପାଉଲ କୌଣସି ସ୍ଥାନରେ ମିଛ କଥା କହିବା ପାଇଁ ସେ ମଧ୍ୟ ମନା କରିଛନ୍ତି। ହନାନୀୟ ସଫିରା ପିତରଙ୍କ ସମ୍ମୁଖରେ ମିଥ୍ୟା କଥା କହିଥିଲେ, କିନ୍ତୁ ପିତର କହିଲେ ଈଶ୍ୱରଙ୍କ ସମ୍ମୁଖରେ ମିଥ୍ୟା କଥା କହିବାକୁ ବା ପବିତ୍ର ଆତ୍ମାଙ୍କ ସମୟରେ ମିଥ୍ୟା କଥା କହିବାକୁ କିପରି ଭୟ କଲ ନାହିଁ। ସେଦିନ ପିତର ମଧ୍ୟ ହନାନୀୟ ସଫିରାଙ୍କୁ କହିଥିଲେ, ଏଡେ ବଡ ମିଛ କଥା କହିବା ପାଇଁ ତୁମେ କିପରି ଭୟ କର ନାହିଁ। ଆମେ କିନ୍ତୁ ଭୟ ବୋଲି ଜିନିଷ ନାହିଁ, ମିଛ କଥାର ଆଶ୍ରୟକୁ ଆମେ ଭୟ ବୋଲି ଭାବିନୁ। ତା ଅର୍ଥ ପ୍ରଭୁଙ୍କ ସମ୍ମୁଖରେ ମିଛ କଥା କହିବା, ପ୍ରଭୁଙ୍କ ସମ୍ମୁଖରେ ମିଛ ସବୁ କହିବା ଅର୍ଥ ହନାନୀୟ ସଫିରାଙ୍କର ଦୁଃଖକୁ ଆମ ଜୀବନକୁ ଆଣିବା। ତାଙ୍କ ଜୀବନରୁ ଆମେ ଶିକ୍ଷା ପାଇଛୁ, ମିଛ କଥା କହିଲେ କି ଫଳ ଅଛି। ଆଜି ନ ହେଇପାରେ, କାଲି ନ ହେଇପାରେ, ତୃତୀୟ ଦିନ ହେବ କି ପଞ୍ଚମ ଦିନ ମଧ୍ୟ ସେ ଫଳ ପାଇବା। ତେଣୁ ଯଦି ବାକ୍ୟ ଆଜି ମନା କରୁଛି, ବାକ୍ୟ ପ୍ରଭୁଙ୍କର ମୁଖ ନିଃସୃତ ବାକ୍ୟ ଯଦି ଆମେ ଶୁଣିଛୁ, ତେବେ ମିଥ୍ୟାର ଆମେ ଆଶ୍ରୟ ନେବା ନାହିଁ। ନାହୁମ 3:1 ଲେଖାଯାଏ, ଯୋଉମାନେ ମିଥ୍ୟା କଥା କହନ୍ତି ସେମାନେ ସନ୍ତାପର ପାତ୍ର। ଆପଣ ମାନେ ଲେଖିକି ରଖନ୍ତୁ, ପଢିବେ। ନାହୁମ 3:1 ଲେଖାଯାଏ, ସେମାନେ ସନ୍ତାପର ପାତ୍ର, ଅଭିଶପ୍ତ ସେମାନେ, କଷ୍ଟ ପାଇବା ପାଇଁ ସେମାନେ ଯୋଗ୍ୟ ଅଟନ୍ତି। ଯୋଉମାନେ ମିଥ୍ୟାର ଆଶ୍ରୟ ନିଅନ୍ତି, ସନ୍ତାପ ଅର୍ଥ ଦୁଃଖ, କ୍ଲେଶ, ଅପମାନ, ନିର୍ଯାତନା ସବୁ ଯିବ, ସେମାନେ ତାହା ପାଇବା ପାଇଁ ଯୋଗ୍ୟ। ଏଟା ନାହୁମ ପୁସ୍ତକ 3:1 ମଧ୍ୟ ଲେଖାଯାଏ। ଆମେ ଦେଖିଲୁ ସନ୍ତାପ କହିଲେ ତ କଷ୍ଟ ଯନ୍ତ୍ରଣା ପାଇବା ପାଇଁ ଆମେ କାହିଁକି ଯୋଗ୍ୟ ହେବା? ମିଥ୍ୟାର ଆଶ୍ରୟ, ଟିକେ ମିଥ୍ୟାର ଆଶ୍ରୟ ନେଇ ଆମେ ଯଦି କଷ୍ଟ ଯନ୍ତ୍ରଣାକୁ କାହିଁକି ଆମେ ଆହ୍ୱାନ କରିବା? ପ୍ରିୟମାନେ, ସେଥିପାଇଁ ଆଜି ନାହୁମ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ଏ ଯୋଉ ଲେଖାଗଲା, ମିଥ୍ୟା ସେମାନେ ସନ୍ତାପର ପାତ୍ର, ମିଥ୍ୟା କହିବା ବ୍ୟକ୍ତି ସନ୍ତାପର ପାତ୍ର। ଭକ୍ତ ଦାଉଦ ଲେଖନ୍ତି, ଗୀତ ସଂହିତା 119:163 ଭକ୍ତ ଦାଉଦ ଲେଖନ୍ତି, ମୁଁ ମିଥ୍ୟାକୁ ଘୃଣା ଓ ଅଶ୍ରଦ୍ଧା କରେ, ମାତ୍ର ତୁମ୍ଭ ବ୍ୟବସ୍ଥାକୁ ମୁଁ ସ୍ନେହ କରେ। ସେ ପ୍ରଭୁଙ୍କ ଆଗରେ କହୁଛନ୍ତି ତାଙ୍କ ଜୀବନରେ କେତେ ସମସ୍ୟା ଆସିଛି ଦାଉଦଙ୍କ ଜୀବନରେ, କିନ୍ତୁ ସେ ତାଙ୍କର 119:163 କହନ୍ତି, ମୁଁ ମିଥ୍ୟାକୁ ଘୃଣା କରେ, ଅଶ୍ରଦ୍ଧା କରେ, ମାତ୍ର ତୁମ୍ଭ ବ୍ୟବସ୍ଥାକୁ ମୁଁ ସ୍ନେହ କରେ। ଆମେ ତାଙ୍କ ଜୀବନକୁ ଅନୁକରଣ କରିବା, ଆମେ ମିଥ୍ୟାକୁ ଘୃଣା କରିବା, ଅଶ୍ରଦ୍ଧା କରିବା, ତାକୁ ଶ୍ରଦ୍ଧା କରିବା ନାହିଁ। ଆଉ ଭକ୍ତ ଦାଉଦ ଲେଖନ୍ତି, ମୁଁ ତୁମର ବ୍ୟବସ୍ଥାକୁ ସ୍ନେହ କରୁଥିବାରୁ ମିଥ୍ୟାକୁ ଘୃଣା କରେ। ଯୋଉମାନେ ପରମେଶ୍ୱରଙ୍କର ବ୍ୟବସ୍ଥାକୁ ପାଳନ କରନ୍ତି, ସ୍ନେହ କରନ୍ତି, ସେମାନେ ମିଥ୍ୟାକୁ ଘୃଣା କରନ୍ତି। ଏହା ଗୋଟେ ବହୁତ ଭଲ ବିଷୟ। ଯୋଉମାନେ ଈଶ୍ୱରଙ୍କ ବାକ୍ୟକୁ ସ୍ନେହ ନ କରୁଥିବା ହେତୁ, ପାଳନ ନ କରୁଥିବା ହେତୁ ମିଥ୍ୟାର ଆଶ୍ରୟ ନିଅନ୍ତି। ତା ଅର୍ଥ ଯୋଉମାନେ ମିଥ୍ୟାର ଆଶ୍ରୟ ନିଅନ୍ତି, ସେମାନେ ପରମେଶ୍ୱରଙ୍କର ବାକ୍ୟକୁ, ପରମେଶ୍ୱରଙ୍କୁ ପ୍ରେମ ନ କରୁଥିବା ହେତୁ ସେମାନେ ସେ ମିଥ୍ୟାକର ଆଶ୍ରୟ ନିଅନ୍ତି। ଈଶ୍ୱରଙ୍କ ବ୍ୟବସ୍ଥା ପ୍ରତି ଆମର ସ୍ନେହ ରହିଅଛି କି? ଆମେ ନିଜକୁ ନିଜେ ପ୍ରଶ୍ନ କରିବା। ବ୍ୟବସ୍ଥାକୁ ଆମେ ମନେ ରଖିବାକୁ ପଡିବ, ନିଜ ଜୀବନରେ ଗ୍ରହଣ କରିବାକୁ ପଡିବ। ଆମେ ଲୋକଙ୍କୁ ଆଚମ୍ବିତ କରିବା ପାଇଁ ଅନେକ ମିଥ୍ୟାର ଆଶ୍ରୟ ନେବା ନାହିଁ। ନିଜ ଚରିତ୍ର ମଧ୍ୟରେ ତାହାକୁ ମିଥ୍ୟାକୁ ବ୍ୟବହାର କରିବା ନାହିଁ। ଯଦି ତାହା ବ୍ୟବହାର କରୁଛୁ, ତେବେ ବ୍ୟବସ୍ଥାକୁ ଆମେ କାଟି ଦଉଛୁ। ଯଦି ମିଥ୍ୟାର ଆଶ୍ରୟ ଦ୍ୱାରା ଲୋକମାନଙ୍କ ଆଗରେ ଯଦି ଆମେ ପ୍ରିୟ ପାତ୍ର ହେବାକୁ ଚାହୁଁ, ଯଦି ହାଇଲାଇଟ ହେବାକୁ ଚାହୁଁ ମିଥ୍ୟାର ଆଶ୍ରୟ ନେଇକି, ତେବେ ମୋର ପ୍ରିୟ ମାନେ ପ୍ରଭୁଙ୍କର ବ୍ୟବସ୍ଥାକୁ ଆମେ କାଟି ପକଉଛୁ। ହିତୋପଦେଶ 13:5 ଲେଖାଯାଏ, ଧାର୍ମିକ ଲୋକ ମିଥ୍ୟାକୁ ଘୃଣା କରେ। ଧାର୍ମିକ ଲୋକ କିଏ? ଆମେ ପ୍ରଭୁଙ୍କ ରକ୍ତ ଦ୍ୱାରା ଆମେ ଧାର୍ମିକ ଗଣିତ ହେଇ ସାରିଅଛୁ। ଈଶ୍ୱର ତାଙ୍କ ନାମ ସକାଶୁ ତାଙ୍କ ରକ୍ତ ଦ୍ୱାରା ଆମମାନଙ୍କୁ ସେ ଧାର୍ମିକ ଗଣିତ କରିଅଛନ୍ତି। ତେଣୁ ହିତୋପଦେଶ 13:5 ଅନୁସାରେ ଧାର୍ମିକ ଲୋକ ମିଥ୍ୟାକୁ ଘୃଣା କରେ। ଆମେ ଧାର୍ମିକ ଲୋକ ହେଇଥିବାରୁ ପ୍ରିୟମାନେ ଆମେ ମଧ୍ୟ ସେଇ ମିଥ୍ୟାକୁ ଘୃଣା କରୁ। ଏହା ବାକ୍ୟ ଜମାନ କହେ। ଅଧାର୍ମିକ ଲୋକ ତ ମିଥ୍ୟାର ବନ୍ଧନରେ ବାନ୍ଧି ହୋଇ ରହିଥାଏ, କିନ୍ତୁ ଆମେ ଧାର୍ମିକ ଲୋକ ହେବାରୁ ମିଥ୍ୟାକୁ ଆମେ ଘୃଣା କରିବା। ଗୀତ ସଂହିତା ପୁଣି 4:2 ଲେଖାଯାଏ, କେତେ କାଳ ତୁମ୍ଭେ ମାନେ ଅସାରତାକୁ ସ୍ନେହ କରିବ ଓ ମିଥ୍ୟାର ଅନ୍ୱେଷଣ କରିବ। ଯୋଉମାନେ ଏଇ ମିଥ୍ୟାର ଅନ୍ୱେଷଣ କରୁଛନ୍ତି ସେମାନଙ୍କ ପାଇଁ ଏଇ କଥା ଲେଖାଯାଉଛି। ମୁଁ ହଉ, ଆପଣ ମାନେ ଯୋଉମାନେ ମିଥ୍ୟାର ଆଶ୍ରୟ ପ୍ରାୟ ସର୍ବଦା ନଉ, ସେମାନଙ୍କ ପାଇଁ ଲେଖାଯାଏ, କେତେ କାଳ ତୁମ୍ଭେ ମାନେ ଅସାରତାକୁ ସ୍ନେହ କରିବ
ଓ ମିଥ୍ୟାର ଅନ୍ୱେଷଣ କରିବ। ମିଥ୍ୟାର ଅନ୍ୱେଷଣ କଲେ ଈଶ୍ୱରଙ୍କର ଗୌରବ ଅପମାନରେ ପରିଣତ ହବ। ତାହା এই ଗୀତ ସଂହିତା 4 ପର୍ବ 2 ଅଂଶରେ ଲେଖାଯାଇଛି। ଯଦି ଆମେ ମିଥ୍ୟାର ଆଶ୍ରୟ ନଉଛୁ ତେବେ ତାଙ୍କର ଗୌରବ ଅପମାନରେ ପରିଣତ ହବ, ତାହା ବାକ୍ୟରେ ଲେଖାଯାଏ। ତେଣୁ ମିଥ୍ୟା ପ୍ରତି ଆକୃଷ୍ଟ ଆମେ ହେବ ନାହିଁ, ମୁଖରେ ବ୍ୟବହାର କରିବ ନାହିଁ। ପରମେଶ୍ୱରଙ୍କର ଯଦି କରୁଛୁ, ମିଥ୍ୟାକୁ ଆଶ୍ରୟ ନଉଛୁ, ପରମେଶ୍ୱରଙ୍କର ଗୌରବ ଅପମାନରେ ପରିଣତ ହବ। ମିଥ୍ୟା କଥା କହିବା ଦ୍ୱାରା ପରମେଶ୍ୱର ଅପମାନିତ ହେବେ, ତାହା ବାକ୍ୟ ମାନ କହେ। ଆମେ ଯଦି ଖ୍ରୀଷ୍ଟ ବିଶ୍ୱାସ ହିସାବରେ ମିଥ୍ୟା କହୁଛୁ ତେବେ ପରମେଶ୍ୱରଙ୍କୁ ଆମେ ଅପମାନ କରୁଛୁ, ତାଙ୍କ ବ୍ୟବସ୍ଥାକୁ କାଟୁଛୁ, ତାଙ୍କ ମୁଖ ନିଃସୃତ ବାକ୍ୟକୁ ଆମେ ଅବମାନ କରୁଛୁ। ତାହା ଆମେ ଗୀତ ସଂହିତା 4 ପର୍ବ 2 ଅଂଶରେ ପଢୁଛୁ। ପ୍ରଥମ ଜହନ 4 ପର୍ବ 20 ଲେଖାଯାଏ, ଈଶ୍ୱରଙ୍କୁ ପ୍ରେମ କରୁଅଛି ବୋଲି କହି କେହି ଆପଣା ଭାଇକୁ ଘୃଣା କରେ ତାହେଲେ ସେ ମିଥ୍ୟାବାଦୀ। ସେ ଆପଣ ହଉ ମୁଁ ହଉ, ମୁଁ ପ୍ରଭୁଙ୍କୁ ପ୍ରେମ କରୁଛି ବୋଲି କହି ଯଦି ନିଜ ଭାଇକୁ ଯଦି ଆମେ ଘୃଣା କରୁଛୁ ତେବେ ମଧ୍ୟ ଆମେ ମିଥ୍ୟାବାଦୀ, ତାହା ବାକ୍ୟ ମାନଙ୍କୁ ପ୍ରକାଶ କରେ। ମୁଁ ମଧ୍ୟ ନିଜକୁ ସମୀକ୍ଷା କରିବି, ଆପଣ ମାନେ ମଧ୍ୟ କରନ୍ତୁ। ଆପଣ ମାନେ ମିଥ୍ୟାବାଦୀ ନା ନୁହେଁ? ପ୍ରଭୁଙ୍କୁ ପ୍ରେମ କରୁଛୁ ବୋଲି ଯେହେତୁ ଈଶ୍ୱର ସ୍ୱର୍ଗରେ ଅଛନ୍ତି, ତାହାଙ୍କୁ ଯଦି ଆମେ ନ ଦେଖିବା ପ୍ରଭୁଙ୍କୁ କିପରି ପ୍ରେମ କରିପାରିବା? ମୋ ଭାଇ ମୋ ସହିତ ଅଛନ୍ତି, ଦିବାରାତ୍ର ଆମେ ତାଙ୍କ ସହିତ ରହିକି ଯଦି ନିଜ ଭାଇକୁ ପ୍ରେମ ନ କରି ଈଶ୍ୱରଙ୍କୁ ପ୍ରେମ କରୁଛୁ ବୋଲି କହୁଛୁ ତେବେ ଆମମାନେ ମିଥ୍ୟାବାଦୀ। ତାହା ଆମମାନେ ଏଇ ଅଂଶରୁ ପାଠ କଲୁ, ପ୍ରଥମ ଜହନ 4 ପର୍ବ 20 ପଦରେ। ଆଉ ଗୋଟେ ଲେଖାଯାଏ, ଏଇ ପ୍ରଥମ ଜହନ 2 ପର୍ବ 22 ପଦରେ ଲେଖାଯାଏ, ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି ଏହା ଯେ ନାସ୍ତି କରେ ସେ ମଧ୍ୟ ମିଥ୍ୟାବାଦୀ। ଯୀଶୁ ଈଶ୍ୱର ନୁହନ୍ତି ବୋଲି ଯୋଉମାନଙ୍କର ମୁଖ ଅସ୍ୱୀକାର କରେ, ଆଜିକାଲି ତ ଅନେକ ଲୋକମାନେ ନାସ୍ତିକ ଲୋକମାନେ ବାହାରିଛନ୍ତି, ସେମାନେ ଯୀଶୁଙ୍କୁ ନାସ୍ତି କରନ୍ତି, ସେମାନେ ପିତା ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ। ସେମାନେ ଯୋଉମାନେ ଯୀଶୁ ଯେ ଖ୍ରୀଷ୍ଟ ନୁହନ୍ତି ଏହା ଯୋଉମାନେ କରନ୍ତି ସେମାନେ ମଧ୍ୟ ମିଥ୍ୟାବାଦୀ। ଆଉ ପ୍ରଥମ ଜହନ 2 ପର୍ବ 4 ପଦରେ ମଧ୍ୟ ଲେଖାଯାଏ, ତାହାଙ୍କ ଆଜ୍ଞା ପାଳନ ନ କରି ତାହାଙ୍କୁ ଜାଣେ ବୋଲି କହେ ସେ ମଧ୍ୟ ମିଥ୍ୟାବାଦୀ। ବାକ୍ୟ ପ୍ରମାଣ କରେ ପ୍ରଥମ ଜହନ 2 ପର୍ବ 4 ପଦରେ ତାହାଙ୍କ ପ୍ରଭୁଙ୍କର ବାକ୍ୟ ଆଜ୍ଞା ଯଦି ଆମେ ପାଳନ ନ କରି ଆମେ ପ୍ରଭୁଙ୍କୁ ଜାଣୁ ବୋଲି କହୁଛୁ ତେବେ ମଧ୍ୟ ଆମେ ମିଥ୍ୟାବାଦୀ। ଆମେ କେତେ ତାଙ୍କର ବାକ୍ୟ ପାଳନ କରୁଛୁ, କେତେ ଆଜ୍ଞା ପାଳନ କରୁଛୁ? ନିଜକୁ ସମୀକ୍ଷା କରିବା। ମୁଁ ଖାଲି ଆଜି ପ୍ରଚାର କଲି, ଆଜି କହିଲି, ମୋ ପିଲାଙ୍କୁ ଶିକ୍ଷା ଦେଲି, ଅନେକ ଲୋକଙ୍କୁ ଶିକ୍ଷା ଦେଲି, ଯଦି ବି ମୁଁ ପାଳନ ବି କରୁନାହିଁ ମୁଁ ମିଥ୍ୟାବାଦୀ। ଆମେ ଗୋଟେ ମିଥ୍ୟାବାଦୀ ହେଇକି ରହିଛୁ। ଆଜି ପର୍ଯ୍ୟନ୍ତ ଆମେ ସଂଶୋଧିତ ହେଇ ପାରୁନାହୁଁ, ଏ ମିଥ୍ୟାର ଆଶ୍ରୟ ମଧ୍ୟ ନଉଛୁ। ଯଦି ଆମ ଜୀବନରେ ଏଇ ଦୁର୍ବଳତା ରହିଛି ମୋର ପ୍ରିୟ ମଣ୍ଡଳୀ, ଆମେ ମିଥ୍ୟାକୁ ଘୃଣା କରୁ, ଶୈତାନକୁ ଶସ୍ତ୍ରକୁ ଆମେ ଘୃଣା କରୁ। ଯେହେତୁ ଆମେ ଧାର୍ମିକ, ପ୍ରଭୁ ତାଙ୍କ ରକ୍ତ ଦ୍ୱାରା ମାନଙ୍କୁ ଧାର୍ମିକ କରି ଅଛନ୍ତି। ଆମେ ପ୍ରଭୁଙ୍କର ଆଜ୍ଞା ପାଳନ ନ କରି ଯଦି ଆମେ ପ୍ରଭୁଙ୍କୁ ଜାଣେ ବୋଲି କହୁଛୁ ତେବେ ଆମେ ଗୋଟେ ମିଥ୍ୟାବାଦୀ। ସେ ଈଶ୍ୱରଙ୍କୁ ଜାଣିଛି ବୋଲି କହି ପାଳନ ନ କଲା ସେ ତ ମିଥ୍ୟାବାଦୀ, ତାହା ପ୍ରଭୁ ଆମମାନଙ୍କୁ ଏ ବାକ୍ୟରେ କହନ୍ତି। କିନ୍ତୁ ପ୍ରଭୁଙ୍କୁ ଜାଣିଥିବା ବ୍ୟକ୍ତି ସେଇ ବାକ୍ୟକୁ ପାଳନ କରେ। ଯିଏ ପ୍ରଭୁଙ୍କୁ ଜାଣିଛି ସେ ତାଙ୍କର ବାକ୍ୟକୁ ମଧ୍ୟ ସେ ପାଳନ କରନ୍ତି। ଆଉ ଗୋଟେ ଶେଷ ପଦ, ମୁଁ ଅନେକ ପଦ ପର୍ବ ଅଛି, ସମୟ ଅଭାବ ହେତୁ ମୁଁ କହିପାରୁନାହିଁ। ଆଉ ଗୋଟେ ମୁଁ କହୁଛି, ପ୍ରଥମ ଜହନ 1 ପର୍ବ 10 ପଦରେ ଲେଖାଯାଏ, ଆମ୍ଭେ ମାନେ ପାପ କରିନାହୁଁ ବୋଲି ଯଦି କହୁ ସେ ମଧ୍ୟ ମିଥ୍ୟାବାଦୀ ଅଟୁ। ଆମେ ତ ପାପ କରୁଛୁ। କି ପାପ କରୁଛୁ? ଯୋଉ ଈଶ୍ୱର ସ୍ୱଭାବ ଗୁଡିକ ପ୍ରଭୁ ଦେଇଛନ୍ତି, ଛୋଟ ଛୋଟ ଗୁଣ ଗୁଡିକ ଆମ ଜୀବନରେ ଅଭାବ ରହୁଛି। ଦୟା କରିବା, କ୍ଷମା କରିବା, ପ୍ରେମ କରିବା, ଅନ୍ୟମାନଙ୍କୁ ଘୃଣା କରିବା, ଏଗୁଡା ଗୋଟେ ମନ୍ଦ ବିଷୟ, ଛୋଟ ଛୋଟ ଜିନିଷ। କିନ୍ତୁ ପ୍ରଭୁଙ୍କର ସ୍ୱଭାବ ଏହା ହିଁ। ଆମମାନଙ୍କର ତାଙ୍କ ଜୀବନକୁ ଯଦି ଦେଖିବା, ଏ ସ୍ୱର୍ଗୀୟ ସ୍ୱଭାବ ବୋଲେ ବଡ ବଡ ବିଷୟ ପ୍ରଭୁ ଆମକୁ କହିନାହାନ୍ତି। ପ୍ରେମ କରିବା, ଦୟା କରିବା, ସ୍ନେହ କରିବା, ଏଇ ଛୋଟ ଛୋଟ ଗୁଣ ଗୁଡିକ ଆମ ଜୀବନରେ ପ୍ରଭୁ ଚାହାନ୍ତି। ଯଦି ଆମ ଜୀବନରେ ପ୍ରଭୁଙ୍କର ଏଇ ଉତ୍ତମ ବିଷୟ ଯଦି ନାହିଁ, ତାଙ୍କ ବାକ୍ୟ ଯଦି ଆମେ ପାଳନ କରୁନାହୁଁ, ଆମେ ବି ଗୋଟେ ମିଥ୍ୟାବାଦୀ ଅଟୁ। ଆଉ ମିଥ୍ୟାବାଦୀର ଶେଷ ପରିଣାମ କଣ ହୁଏ ଆମେ ଶେଷକୁ ଦେଖିବା। ତେଣୁ ପବିତ୍ର ଆତ୍ମା ପ୍ରଭୁ ସମସ୍ତଙ୍କ ମାନଙ୍କୁ ଆଶୀର୍ବାଦ, ସେ ଶକ୍ତି ଦିଅନ୍ତୁ ଆମେ ପ୍ରଭୁଙ୍କର ଏହି ବାକ୍ୟକୁ ପାଳନ କରିବା, ଆଉ ଆମେ ମିଥ୍ୟାବାଦୀ ନ ହେବା, ଯେପରି ପ୍ରଭୁ ଆମ ଉପରେ ସନ୍ତୋଷ କରିବେ। ଆମେ ଯଦି ଗୀତ ସଂହିତା 31 ପର୍ବ 18 ପଦରେ ଲେଖାଯାଏ, ମିଥ୍ୟାବାଦୀର ଓଷ୍ଠାଦର ମୁକ ହେଉ। ଏଠି ଅଭିଶପ୍ତ ଆସିଛି, ବାକ୍ୟରେ ଲେଖାଗଲା ଗୀତ ସଂହିତା 31:18, ଯୋଉମାନେ ମିଥ୍ୟାବାଦୀ ଓଷ୍ଠ ସେମାନେ ମୁକ ହୁଅନ୍ତୁ, ବିଚାର ଦିନରେ ପ୍ରଭୁଙ୍କ ସମ୍ମୁଖରେ ନିର୍ବାକ ହୋଇ ଠିଆ ହେବେ। କିଛି କଥା କହିପାରିବେ ନାହିଁ, ସେମାନଙ୍କର ସାହସ ସୁଯୋଗ ଶକ୍ତି କିଛି ନଥିବ, ସେମାନେ ନିର୍ବାକ ହେବେ। ମଣ୍ଡଳୀରେ ମିଥ୍ୟା, ଅଫିସରେ ମିଥ୍ୟା, ସ୍ୱାମୀ ସ୍ତ୍ରୀ ଆଗରେ, ସ୍ତ୍ରୀ ମଧ୍ୟ ସ୍ୱାମୀ ଆଗରେ, ତାଙ୍କର ଓଷ୍ଠାଦର କେବଳ ସେମାନଙ୍କର ଓଷ୍ଠାଦର ସେଦିନ ମୁକ ହବ। ବିଚାର ଦିନରେ କିଛି ଶବ୍ଦ ତାଙ୍କ ମୁଖରେ ନଥିବ।
ଆଉ 6 ବିଷୟକୁ ମଧ୍ୟ ପ୍ରଭୁ ଘୃଣା କରନ୍ତି। ସେଥିମଧ୍ୟରୁ ମିଥ୍ୟାବାଦୀକୁ ପ୍ରଭୁ ଅଧିକ ଘୃଣା କରନ୍ତି। ମିଥ୍ୟାବାଦୀର ଓଷ୍ଠାଦରକୁ ସଦାପ୍ରଭୁ ଘୃଣା କରନ୍ତି। ମିଥ୍ୟାବାଦୀର ଓଷ୍ଠାଦରକୁ ମୁକ ହେଉ ବୋଲି ଅଭିଶାପ କରାଯାଇଛି। ଯୋଉମାନେ ଅଧିକ ମିଥ୍ୟାର ଆଶ୍ରୟ ନିଅନ୍ତି, ଗୀତ ସହିତ 31 ପର୍ବ 18 ପଦ ଅନୁସାରେ ମିଥ୍ୟାବାଦୀର ଓଷ୍ଠାଦର ମୁକ ହଉ, ଅଭିଶାପ ଆସିଯିବ। ଆଉ ହିତୋପଦେଶ ଆଉ ଗୋଟେ 12-22 ପଦରେ ଲେଖା, ମିଥ୍ୟାବାଦୀ ଓଷ୍ଠ ସଦାପ୍ରଭୁଙ୍କର ଘୃଣାର ବିଷୟ। ଅଭ୍ୟାସଗତ ଭାବେ ମିଥ୍ୟା କହିବା ଦ୍ୱାରା ଏହା ଆମେ ପାପ କରିଅଛୁ, ଏହାକୁ ସାଧାରଣ କମନ ବୋଲି ଭାବୁଅଛୁ। ଯଦି ତାହା ଭାବୁଛୁ, ତାହା ଆଜି ଆମେ ପ୍ରଭୁ ଯଦି ବାକ୍ୟରେ କଥା କହିଅଛନ୍ତି, ତେବେ ଆମେ ଯେତେବେଳେ ଦେଖିଲୁ ହିତୋପଦେଶ 12 ପର୍ବ 19 ପଦରେ ଭଉଣୀ ପାଠ କରି ଶୁଣେଇ ଦେଲେ, ମିଥ୍ୟାବାଦୀ ଯିବା ପରଲୋକ ମାତ୍ର, ସେ ଉଡିଯିବ, ସେ ଗାୟବ ହୋଇଯିବ, ମାତ୍ର ସତ୍ୟବାଦୀ ଓଷ୍ଠ ନିତ୍ୟ ସ୍ଥାୟୀ ହେବ। ହିତୋପଦେଶ 19-9 ପଦରେ ମଧ୍ୟ ଲେଖାଯାଏ, ମିଥ୍ୟାବାଦୀ ମାନେ ବିନଷ୍ଟ ହେବେ, ସର୍ବ ସମ୍ମୁଖରେ ସେ ବିନଷ୍ଟ ହେବେ, ବିଚାର ଦିନରେ ବିନଷ୍ଟ ହେବେ। ଆଉ ହିତୋପଦେଶ 19 ପର୍ବର 22 ପଦରେ ଲେଖାଯାଏ, ମିଥ୍ୟା କଥା ଥରେ 2 ଥର ମାତ୍ର 3 ଥର ବେଳକୁ ରକ୍ଷା ପାଇବ ନାହିଁ। ବେଳେ ବେଳେ ଆମେ ଥରେ କହୁଛୁ, 2 ଥର କହୁଛୁ, ତୃତୀୟ ଥର ବେଳକୁ ମଧ୍ୟ ଧରା ପଡୁଛୁ। ମିଥ୍ୟାବାଦୀ ଅପେକ୍ଷା ଦରିଦ୍ର ଲୋକ ଈଶ୍ୱରଙ୍କ ଠାରେ ଶ୍ରେଷ୍ଠ ହେବ। ଦେଖନ୍ତୁ, ମିଥ୍ୟାବାଦୀ କହି ଜଗତକୁ ଲାଭ କରିଥିବା ବ୍ୟକ୍ତି ଠାରୁ ଦରିଦ୍ର ବ୍ୟକ୍ତି ଈଶ୍ୱରଙ୍କ ଠାରେ ଶ୍ରେଷ୍ଠ ହେବ ବୋଲି ତା ବାକ୍ୟ ମାନଙ୍କୁ ପ୍ରକାଶ କରେ ହିତୋପଦେଶ 19 ପର୍ବ 22 ପଦରେ। ଆଉ ମିଥ୍ୟାବାଦୀ ଓଷ୍ଠ ଏଣେ ତେଣେ ବାଷ୍ପ ତୁଲ୍ୟ ଅଟେ। ହିତୋପଦେଶ 21 ପର୍ବ 6 ପଦରେ ଲେଖାଯାଏ, ମିଥ୍ୟାବାଦୀ ଓଷ୍ଠ ଧନ ଏଣେ ତେଣେ ବାଷ୍ପ ତୁଲ୍ୟ ଅଟେ। ମିଥ୍ୟାବାଦୀ ଦ୍ୱାରା ସଂଗ୍ରହ କରିଥିବା ଧନ ବାଷ୍ପ ତୁଲ୍ୟ ଅଟେ। ମିଥ୍ୟା କଥା କହି ଆପଣ ଯଦି ଠକି ଦେଇଥିବେ, ସେଇ ଧନ କେବେ ରହିବ ନାହିଁ। ଚାକିରି ହଉ, ବ୍ୟବସାୟ ହଉ, ଯେକୌଣସି କାର୍ଯ୍ୟ ଈଶ୍ୱରଙ୍କ ଠାରୁ ଯଦି ଆମେ ପ୍ରାପ୍ତ ହଉଛୁ, ତାହାକୁ ଯଦି ଆମେ ଅନ୍ୟରେ ବି କରିଛୁ, ତେବେ ତାହା ବାଷ୍ପ ତୁଲ୍ୟ ଅଟେ। ମିଥ୍ୟାବାଦୀ ଶେଷ ପଦରେ ଗୋଟେ ମୁଁ କହି ରଖିବାକୁ ଚାହେଁ, ମିଥ୍ୟାକୁ ପରମେଶ୍ୱର ଘୃଣା କରନ୍ତି। ପ୍ରତ୍ୟେକ ପତନର ସମ୍ମୁଖରେ ମିଥ୍ୟା ଥାଏ। ଆମେ ପତନର ଦେଖୁଛୁ, ଆଦମ ହବା କଥା ଦେଖିଲୁ। ତେଣୁ ଆମେ ଯଦି ସେଥିରୁ ମଧ୍ୟ ଶିକ୍ଷା ପାଇବା ଯେ ଆମେ ଆଉ ମିଥ୍ୟାର ଆଶ୍ରୟ ନେବା ନାହିଁ। ଶୈତାନ ମିଥ୍ୟାର ଆଶ୍ରୟ ନେଇ ହବାକୁ ମଧ୍ୟ ପ୍ରଥମ ପାପ କରିଥିଲା। ତେଣୁ ଆଜି ଆମକୁ ମଧ୍ୟ ପ୍ରଭୁ କଥା କହୁଛନ୍ତି, ମିଥ୍ୟାର ଆମେ ଆଶ୍ରୟ ନେବା ନାହିଁ। ଅନ୍ୟ କାହାର ଚରିତ୍ର କିମ୍ବା ଅନ୍ୟ କାହାର କାର୍ଯ୍ୟ ବିଷୟରେ ଭୁଲ ତଥ୍ୟ କେବେ କାହାର ପ୍ରଦାନ କରିବା ନାହିଁ। ଏଇ ବାକ୍ୟରୁ ଆମେ ଶିଖିବାକୁ ପାଉଛୁ, ପ୍ରକୃତ କଥା, ଯିଏ ଉତ୍ତମ କାମ କରିଛି ତାକୁ ଉତ୍ତମ ବିଷୟ ହିଁ କହିବା। ତାର ଉତ୍ତମ ବିଷୟ କେବେ ଘୋଡେଇବା ନାହିଁ, ବିପରୀତ କଥା କହିବା ନାହିଁ। ବାକ୍ୟ ଆଜି ଆମକୁ ତାହା ପ୍ରକାଶ କରେ। ବାଇବଲରେ ମିଥ୍ୟାକୁ ଶୈତାନର ଏକ ସ୍ୱଭାବ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି। ମିଥ୍ୟା ସମସ୍ତ ଅସାଧୁତା, ପ୍ରତାରଣା, ମନ୍ଦ କାର୍ଯ୍ୟର ମୂଳ ଅଟେ। ତାହା ପ୍ରେରିତ 5 ପର୍ବ 3 ପଦରେ ଲେଖାଯାଏ। 2 ଥେସଲୋନିକେ 2 ପର୍ବ 8-11 ପଦରେ ଲେଖାଯାଏ, ଏହି ମିଥ୍ୟା ଗୁଣ ଅଧର୍ମର ପୁରୁଷ ଶକ୍ତି ଓ ଅସ୍ତ୍ର ଅଟେ। ତେଣୁ ମୋର ପ୍ରିୟ ମାନେ, ଅନେକ ପଦ ପର୍ବ ମଧ୍ୟ ଅଛି, କିନ୍ତୁ ଆମେ ମିଥ୍ୟାର ଆଶ୍ରୟ ନେବା ନାହିଁ। ହନାନୀୟ ସଫିରାଙ୍କ ଜୀବନ ନିଅ, ଆମର ଅଭିଶପ୍ତ ଜୀବନ ନ ହଉ। ତେଣୁ ଶେଷରେ ଏଠି କହି ରଖେ, ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା କହି ଯଦି ଆମେ ପ୍ରଭୁଙ୍କର ପାଳନ କରୁନୁ ବାକ୍ୟ, ତେବେ ମିଥ୍ୟାବାଦୀ। ପ୍ରଭୁ ସମସ୍ତଙ୍କ ମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ମିଥ୍ୟାର ଆଶ୍ରୟ ନେବା ନାହିଁ। ଆଉ ମିଥ୍ୟାର ପରିଣାମ କଣ ହୁଏ? ମିଥ୍ୟାବାଦୀର ଓଷ୍ଠାଦର ସବୁ ମୁକ ହେବ। ବିଚାର ଦିନରେ ମିଥ୍ୟାବାଦୀ ମାନେ ମୁକ ପରି ନିର୍ବାକ ହେବେ। ଏଟା ଗୀତ ସହିତ 31 ପର୍ବ 8 ଲେଖାଯାଏ। ଗୀତ ସହିତ ହିତୋପଦେଶ 6:17 ଲେଖାଯାଏ, ମିଥ୍ୟାବାଦୀକୁ ସଦା ପ୍ରଭୁ ଘୃଣା କରନ୍ତି। ଆମେ ଘୃଣାର ପାତ୍ର ନ ହଉ, ଆମେ ମୁକ ନ ହଉ। ଆଉ ହିତୋପଦେଶ 12:22 ମଧ୍ୟ ଲେଖାଯାଏ, ସଦାପ୍ରଭୁ ଘୃଣାର ବିଷୟ। ଏଇ ମିଥ୍ୟାବାଦୀ ଓଷ୍ଠ ସଦାପ୍ରଭୁଙ୍କର ଘୃଣାର ବିଷୟ। ଆମେ ଈଶ୍ୱରଙ୍କ ଠାରୁ ଅଭିଶପ୍ତ ନ ହଉ, ଘୃଣାର ବିଷୟ ନ ହଉ, କ୍ରୋଧିତର କାରଣ ଆମେ ନ ହଉ, ଆମେ ଅଦଣ୍ଡିତ ନ ହଉ। ଯେପରି ଆମେ ସତ୍ୟ ବିଷୟକୁ ଗ୍ରହଣ କରିବା, ମିଥ୍ୟାକୁ ଘୃଣା କରିବା। ଯଦି ବାକ୍ୟ ପାଳନ କରିଛୁ, ଆମେ ମିଥ୍ୟାର ଆଶ୍ରୟକୁ ନେବା ନାହିଁ, ଯେପରି ପ୍ରଭୁଙ୍କର ଅସନ୍ତୋଷ କାରଣ ନ ହଉ। ଆଉ ଗୋଟେ ଲେଖାଯାଏ ପ୍ରକାଶିତ 21:8, ମିଥ୍ୟାବାଦୀ ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବେ। ଦେଖନ୍ତୁ କେତେ ବଡ କଥା। ପ୍ରକାଶିତ ବାକ୍ୟ 21 ପର୍ବ 8 ପଦରେ ଲେଖାଯାଏ, ମିଥ୍ୟାବାଦୀ ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବ। ଏହା ହିଁ ଦ୍ୱିତୀୟ ମୃତ୍ୟୁ। ଅନେକ ଅଭିଶାପ ବିଷୟ ଅଛି ପ୍ରିୟ ମାନେ। ଦ୍ୱିତୀୟ ମୃତ୍ୟୁ ହେଲା ଆମେ ସେଇ ଗନ୍ଧକ ଆଉ ଅଗ୍ନିର ପ୍ରଜ୍ୱଳିତ ହ୍ରଦରେ ଆମେ ଅଂଶ ପାଇବା। ମିଥ୍ୟା ବିଷୟକୁ ଆମେ ଛୋଟ ବୋଲି ନ ଭାବି, ମିଥ୍ୟା ଗୋଟେ ଈଶ୍ୱରଙ୍କର ଅସନ୍ତୋଷର ବିଷୟ, ଘୃଣାର ବିଷୟ, ଅଭିଶପ୍ତର ବିଷୟ ବୋଲି ଭାବିବା। ଆଉ ସେଇ ଦିନ ଯେପରି ଆମେ ଦ୍ୱିତୀୟ ମୃତ୍ୟୁରେ ଅଗ୍ନି ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଯେପରି ଆମେ ଅଂଶ ନ ପାଉ, ସେଥିପାଇଁ ଆମେ
ନିଜକୁ ସତର୍କ କରିବା, ବାକ୍ୟ ପାଳନ କରିବା, ପ୍ରଭୁଙ୍କୁ ପ୍ରେମ କରିବା, ବାକ୍ୟକୁ ପାଳନ କରି ପ୍ରଭୁଙ୍କର ଆଶୀର୍ବାଦର ଅଂଶୀ ହେବା। ଏଇ ଅଳ୍ପ ଆଲୋଚନା ଭିତରେ ଯଦି କୌଣସି କହିବାରେ ଭୁଲ ଥାଏ ପ୍ରଭୁ କ୍ଷମା କରନ୍ତୁ, ଆପଣ ମାନେ ମଧ୍ୟ ସଂଶୋଧନ କରିବେ। ଧନ୍ୟବାଦ। ଆଉ ଗୋଟେ ଦିଟା ପ୍ରଶ୍ନ ଆଲୋଚନା କରିବା କି ଭଉଣୀ ମାନେ? ଓକେ, ଠିକ ଅଛି। ହଉ ଠିକ ଅଛି। ଦି ତିନିଟା ପ୍ରଶ୍ନ ଖାଲି ଆଲୋଚନା କରିବା ମିଥ୍ୟା କଥା ବିଷୟରେ। ହେଲେ ମିଥ୍ୟା କଥା କଣ ବୋଲି ଆମେ ଆଲୋଚନା କଲେ